ଦେଖନ୍ତୁ ଗତକାଲି ଗୋଟେ ଇନସିଡେଣ୍ଟ ମୁଁ ସୋସିଆଲ ମିଡ଼ିଆ ମାଧ୍ୟମରେ ଦେଖିଲି ଯେ ମାନ୍ୟବର ବିଧାୟକ ନବରଙ୍ଗପୁର ଶ୍ରୀଯୁକ୍ତ ଗୌରୀଶଙ୍କର ମାଝୀ ସେ ଆସିଥିଲେ କୋଷାଗୁମୁଡ଼ା ଲେମ୍ପରେ ଆସିକିରି ତାଙ୍କର ଅଧିକାର ଅଛି ମାନେ ବହୁତ ବଡ଼ ଅଧିକାର ଅଛି ଯେ ସମସ୍ତ ଜାଗାକୁ ଯାଇପାରିବେ ଆଉ ସମସ୍ତ ଜାଗାକୁ ଯାଇକି ଦେଖିପାରିବେ ତାଙ୍କର ସେଇ ଅଧିକାର ଅଛି ଯେହେତୁ କି ସେ ଗୋଟେ ସରକାରୀ ଦଳର MLA ଆଉ ସେ ସରକାର ଅଛନ୍ତି ଏବଂ ସେ ଅଛନ୍ତି ଡିଷ୍ଟ୍ରିକ୍ଟ ପ୍ଲାନିଂ ବୋର୍ଡର ଚେୟାରମ୍ୟାନ୍ ମଧ୍ୟ ଅଛନ୍ତି ତାଙ୍କର ପୂର୍ଣ୍ଣ ଅଧିକାର ଅଛି ସେ ଯାଇକିରି ସବୁ କିଛି ଚେକ୍ କରିପାରିବେ କିନ୍ତୁ ଯେଉଁ ଭଳିଆ ସେ କୋଷାଗୁମୁଡ଼ା ଲେମ୍ପରେ କାଲି ଚୋର ଫଟକାର MD ଗୁଡ଼ାକ ସବୁ ଚୋର ଏଇ ଜିନିଷ କହିବାଟା ଠିକ୍ ହେଲା ନାହିଁ ଆଉ ଚାଷୀ ସେ ଯେଉଁ କହୁଛନ୍ତି ବିଜେଡି ଏବଂ କଂଗ୍ରେସ ଚାଷୀ କାକା ସାର ଦିଆଯାଉଛି କୋଉଠି ଲେଖା ହିଁ ନାହିଁ କାହାର କପାଳରେ ଲେଖା ହିଁ ନାହିଁ ବିଜେଡି ବିଜେପି କଂଗ୍ରେସ ବୋଲିକିରି ସମସ୍ତେ ଚାଷୀକୁ ଯିଏ ଆସିଲା ସେ ସାର ନେଉଛି କୌଣସି ପ୍ରକାର ଲ୍ୟାମ୍ପରେ ଅସୁବିଧା ନାହିଁ କିନ୍ତୁ ସେ ସରକାରରେ ଅଛନ୍ତି ସେ ସରକାରଙ୍କୁ ଆଡ଼ଭାଇସ୍ ଦିଅନ୍ତୁ ଯେ ଯେଉଁ ପ୍ରକାର ସିଷ୍ଟେମ୍ କରାଯାଇଛି ସେ ଦ୍ୱାରା ଲୋକ ଏ ବର୍ଷ ମକା ଚାଷ କରିବାର ଛାଡ଼ିଦେଲେ ଯେହେତୁ କି ଠିକ୍ ଟାଇମ୍ରେ ସାର ମିଳିପାରିଲା ନାହିଁ ଯେହେତୁ କି ପ୍ରତିଦିନ ଗୋଟେ 100 ବସ୍ତା ହିଁ ସାର ବିକିବା ପାଇଁ ନିର୍ଦ୍ଦେଶ ଥିଲା ସେଥିପାଇଁ ତାଙ୍କର ସିଷ୍ଟେମ୍ ଭୁଲ ଅଛି ତାକୁ ସୁଧାରିବା ପାଇଁ ସେ ଯଦି ସରକାରଙ୍କୁ ନିର୍ଦ୍ଦେଶ ଦେବେ ତାହେଲେ ଭଲ ହେବ ଏବଂ କୋଷାଗୁମୁଡ଼ା ବ୍ଲକରେ କୋଷାଗୁମୁଡ଼ା ଖାଲି ଲ୍ୟାମ୍ପ ନାହିଁ କୋଷାଗୁମୁଡ଼ାରେ କୋଡ଼େଙ୍ଗା ଲ୍ୟାମ୍ପ ଅଛି ଏବଂ 54 ଜଣ ଡିଲର ଅଛନ୍ତି ସାର ବିକ୍ରି କରିବା ପାଇଁ କାହିଁ ସେମାନଙ୍କୁ ତ ତାଗିଦ କଲେ ନାହିଁ ଖାଲି କୋଷାଗୁମୁଡ଼ା ଲ୍ୟାମ୍ପକୁ ଆକା ତାଙ୍କର କ'ଣ ଅସୁବିଧା ହେଲା କି ଆମେ ଜାଣିପାରୁନୁ କିନ୍ତୁ ଏବଂ ତାଙ୍କର ଯିଏକି ଜିଲ୍ଲା ସଭାପତି ଅଛନ୍ତି କୁଞ୍ଜ ବିହାରୀ ଦାସ ସିଏ ମଧ୍ୟ ଜଣେ ଲ୍ୟାମ୍ପର ଡାଇରେକ୍ଟର ଅଛନ୍ତି ଯିଏ ବୀରେନ୍ଦ୍ର ପୂଜାରୀ ଯିଏ ଯୁବ ମୋର୍ଚ୍ଚା ଆଦିବାସୀ ଯୁବ ମୋର୍ଚ୍ଚାର ସଭାପତି ଅଛନ୍ତି ସିଏ ମଧ୍ୟ ଡାଇରେକ୍ଟର ଅଛନ୍ତି ସେ ତ କେବେ ଅଭିଯୋଗ କରିନଥିଲେ ଯେ ତମେ ବିଜେଡି ଏବଂ କଂଗ୍ରେସ ଲୋକଙ୍କୁ କୋଟା ସାର ଦଉଛ ସେମାନେ ତ ଡାଇରେକ୍ଟର ଅଛନ୍ତି ସେମାନେ କହିଥାନ୍ତେ କେବେ ମଧ୍ୟ କହିନାହାନ୍ତି ଏଇଟା ଗୋଟେ ଇଣ୍ଟେନସନାଲି ଆମମାନଙ୍କୁ ହଇରାଣ କରିବା ପାଇଁ ଏଇ ଜିନିଷ କୁହାଯାଉଛି ଏବଂ ଚାଷୀ ମାରଣା ନୀତି କରିଛନ୍ତି ବିଜେପି ସରକାର ଯେହେତୁ କି ଆଜି ଆପଣ ଦେଖନ୍ତୁ ଚାଷୀ ରାଜରାସ୍ତାରେ କାହିଁକି ଓହ୍ଲଉଛି ଆଜି ସାର ମିଳୁନାହିଁ ଡିଜେଲ ମିଳୁନାହିଁ ଯଦି ପେଟ୍ରୋଲ ଟ୍ୟାଙ୍କକୁ ଯିବୁ ଆମେ ଡିଜେଲ ଟ୍ରାକ୍ଟର ଧରିକିରି ଆସିକିରି ଡିଜେଲ ନିଅ ବୋଲି କହୁଛନ୍ତି ଜାରକିନରେ ତେଲ ଦେଉନାହାନ୍ତି ଯେ ଆମର ଯଦି ଚାଷୀ ଟ୍ରାକ୍ଟରକୁ ଧରିକିରି ଆସିବ କେଜିବିଲ ଲାଗିବା ଗାଡ଼ି ସେମାନେ ରୋଡରେ ଆଣିବା ପାଇଁ ମନା କରୁଛନ୍ତି କେମିତି ଆଣିବେ ଚାଷୀ ଏସବୁ ଜିନିଷ ଗୁଡ଼ାଏ ଅସୁବିଧା ଚାଷୀର ଯୋଉଟା ଧାନ ବିକିବାଟା ମଧ୍ୟ ପ୍ରୋବ୍ଲେମ ଅଛି ସବୁ ସେତେବେଳେ ତ କାହିଁ ଆସିଲେ ନାହିଁ ଡିଜେଲ ଯେତେବେଳେ ଚାଷୀକି ମିଳିଲା ନାହିଁ ସେଠି ତ ଆସିକିରି ପାର୍ଟି କଲେ ନାହିଁ କି ଧାନ ବିକ୍ରି ହେଇପାରୁନଥିଲା ମଣ୍ଡିରେ ଆସିକିରି ପାର୍ଟି କଲେ ନାହିଁ କିନ୍ତୁ ଆଜି କୋଷାଗୁମୁଡ଼ା ଲ୍ୟାମ୍ପରେ ସେମାନଙ୍କର କିଛି କର୍ମୀଙ୍କର କଥା ଶୁଣିକିରି ସେ ଯୋଉ ଇଏ କରୁଛନ୍ତି ଆମେ ତାକୁ ନିନ୍ଦା କରୁଛୁ।